ନା ବାପି ପଣ୍ଡା ମୁଁ କାଲି ତାଙ୍କର ଗୋଟେ ବାଇକ୍ ଶୁଣିଲି ବାପି ବାବୁଙ୍କର। ଆଜ୍ଞା ସେ କହିଥିଲେ ଯେ ନାଟକ ଗୋଟେ ନାଟକକୁ ନେଇ ସେ ଚର୍ଚ୍ଚା କରିଥିଲେ ଯେ ଇନ୍ଦ୍ରମହଲରେ ନାଟକ ଥିଲା ଆଜ୍ଞା ଶ୍ରୀକୃଷ୍ଣ ମୋର ଶେଷ ସାଥୀ, ଆଜ୍ଞା କିନ୍ତୁ ଆଜ୍ଞା ସେ ବାପି ବାବୁ ସେ ନାଟକର ନାମ ଭୁଲ କହିଲେ, ହା କୃଷ୍ଣ ମୋର ଶେଷ ସାଥୀ କରିବେ। ଆଜ୍ଞା ସେକେଣ୍ଡ ସେ କହିଲେ ବର୍ତ୍ତମାନ ଯୋଉ ନାଟକ ଚାଲିଛି ହାକୃଷ୍ଣ ବୋଲି ଯାଉଯିବ, ଆଜ୍ଞା କହିଲେ ଯେ ସେ ନାଟକର ଏ ନାଟକ କପି 30% କପି ଅଛି, 30% କପି। ଆପଣ ଯାଇକି ଦେଖନ୍ତୁ ଶିବାନୀରେ, ଏହା କହୁଥିଲେ ତ? ଆପଣ ଯାଇ ଦେଖନ୍ତୁ ଶିବାନୀରେ, ଏକଥା କହିଲେ। ଆଜ୍ଞା ମୁଁ ଆପଣ ମାନଙ୍କ ଜରିଆରେ ସୂଚି ଦେବାକୁ ଯାଉଛି, ପ୍ରଥମେ କହିବାକୁ ଯିବା କପି କାହାକୁ କୁହାଯାଏ। ଆଜ୍ଞା କପି ର ଶବ୍ଦ ହେଲା ଯେ ଅନ୍ୟ ଜଣଙ୍କ ଠାରୁ ଉତାରିବା, ସେ ତା ସହିତ ସାମଞ୍ଜସ୍ୟ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିବା, ସେଇଟା ହଉଛି କପି। ଆଜ୍ଞା କିନ୍ତୁ ଗୋଟେ ରାଇଟର ଗୋଟେ ନାଟକ ତା ନାଟକରେ କପି କରିବ କେମିତି? ସିଏ ଫାର୍ଷ୍ଟ ଟାଇମ ହୁଁ ଜଣେ ନାଟକ ଲେଖିବ, ତାର ନାଟକ ସେ କପି କରିବ କାହିଁକି? ନାଇଁ ଏଇ ଲେଖାଟା ଆପଣଙ୍କର ତ? ହଁ, ଦିଟା ଲେଖା ଆପଣ ମୋର ତ ଲେଖା। ପର୍ସନାଲି ବର୍ତ୍ତମାନ ବାପି ବାବୁଙ୍କ କହିବା କଥା ଯେ ନିହାର ବାବୁ ଯାହାକି କପି କରି ନାଟକଟିକୁ କରିଛନ୍ତି, ହଁ, ସେଥିଲାଗି ଆପଣ କଣ କହିବାକୁ ଚାହୁଁଛନ୍ତି? ସେ କପି କୋଉ ନାଟକରୁ ହେଇଛି? ସେ ଇନ୍ଦ୍ରମହଲ ଯୋଉ ନାଟକ ହେଇଛି ସେଇଟା ମୋ ନାଟକ। ଆଜ୍ଞା ଶାହକୃଷ୍ଣ ବିଲେ ଯାଉଯିବ ଶିବାନୀ ହେଇଛି, ସେଇଟା ହଉଛି ଯୋଉଟା ମୋ ନାଟକ। ବର୍ତ୍ତମାନ 2025ରେ 2024-25ରେ ଆଗ ଧାଡିରେ ଆଗ ନାଟକ ମାନେ ସଭା ପ୍ରଥମେ ସେ ନାଟକ ହା କୃଷ୍ଣ ଯାଉ ଯିବ ବୋଲି ନାଟକ, ଯୋଉଟା ହିଟ୍ ନାଟକରେ ଅଛି। ତେଣୁ ମୁଁ ଏଇଠି କହିବାକୁ ରଖିବାକୁ ଚାହେଁ, ବାପି ବାବୁ ବୋଧେ ହୁଏ ସେ ଦିଟା ନାଟକ ଦେଖି ନାହାନ୍ତି। ସେ ଦିଟା ନାଟକ ଦେଖି ନାହାନ୍ତି କାହିଁକି ମୁଁ କହୁଛି ଯେ ଇନ୍ଦ୍ରମହଲ ନାଟକ ଶ୍ରୀକୃଷ୍ଣଙ୍କର ଶେଷ ସାକ୍ଷୀ ଏବେ ବି ତାର ଭିଜୁଆଲ ୟୁଟ୍ୟୁବ ଚ୍ୟାନେଲରେ ଚାଲିଛି। ଆଉ ହାକୃଷ୍ଣ ବୋଲି ଯାଉ ଯିବ ନାଟକ ବି ଏବେ ମଧ୍ୟ ଫିଲ୍ଡରେ ଚାଲିଛି। ଆଜ୍ଞା ସେ ଆଗେ ଫାଷ୍ଟ ଦିଟା ଦେଖନ୍ତୁ, ତାପରେ ମତ ଦେବେ। ଆଜ୍ଞା ଇଏ କି ବାଚାଳିନୀ ମତ କଣ? ଇଏ ବାଚାଳନୀ ମତ। କଥା କୁହା କପିଳା, ସେ ଚାହୁଁଛନ୍ତି କେମିତି ଯାତ୍ରା ଜଗତ ବୁଡି ଯାଉ। ସେ ବର୍ତ୍ତମାନ ଭସ୍ମାସୁର ସାଜିଛନ୍ତି, ଯାତ୍ରା ଜଗତରେ ସେ ଭସ୍ମାସୁର ସାଜିଛନ୍ତି। ମୁଁ ଏଇଠି ଆପଣ ଗୋଟେ କଥା କହୁନାହାନ୍ତି ଆପଣଙ୍କୁ ପଚାରିବି ନିହାର ବାବୁ, ଏଠି ଦେଖିବାକୁ ଯାଉଛନ୍ତି ଗଣମାଧ୍ୟମରେ କେବଳ ତର୍କ ବିତର୍କ, ଯାତ୍ରାର ଯୋଉ ଭଳିଆ ଆସିଲାଣି ପରିସ୍ଥିତି, ଇଏ ଅବନତି ଛଡା ଉନ୍ନତି ଆଡକୁ ଯିବାକୁ କେବେ ଚାହୁଁନାହାନ୍ତି କି? ଆପଣ ଡାଇରେକ୍ଟର ମହାସଂଘ ହୁଅନ୍ତୁ, କଳାକାର ମହାସଂଘ ହୁଅନ୍ତୁ, ମାଲିକ ମହାସଂଘ ହୁଅନ୍ତୁ, ଏବେ ପୁଣି ଗୋଟେ ନୂଆ ଦେଖିବାକୁ ମିଳୁଛି ଦର୍ଶକ ମହାସଂଘ। ତାହେଲେ ଏସବୁ ନେଇକି ଆପଣ କଣ କହିବେ? ଶୁଣନ୍ତୁ, ସବୁ ପରେ ସଂଘ ହଉଛି ମାଲିକ, ଇଏ ହଉଛି ମାଲିକାନ ସତ୍ତ୍ୱ। ଆଜି ଚାହିଁଲେ ମାଲିକ ଯଦି ପାର୍ଟି ବନ୍ଦ କରନ୍ତି, ନା କଳାକାର ଥିବେ, ନା ରାଇଟର ଥିବେ, ନା ଦର୍ଶକ ଥିବେ ଯାତ୍ରାର। ଆପଣ କୁହନ୍ତୁ, ଆଜ୍ଞା କାଲି ସକାଳେ ଯଦି ମାଲିକ ପାର୍ଟି ସବୁ ବନ୍ଦ କରିଦେବେ, ନା ଦର୍ଶକ ରହିବେ, ନା କଳାକାର ରହିବେ, ନା ରାଇଟର ରହିବେ? ଏବେ ପରା ମାଲିକ ବରିଷ୍ଠ କହିଲେ କଳାକାର ମାନେ କହିଲେଣି କି ଯାତ୍ରା ପାର୍ଟି ନୂଆ ତିଆରି କରିବେ। ସେ ଭୁଲ ଧାରଣା। ଏମିତି ବି ପରିସ୍ଥିତି ଆସିଥିଲା ଥରେ। ଆମର ତାର ସାକ୍ଷୀ ଅଛନ୍ତି, ଯେ କି ଆମର ସୁରେଶ ପଣ୍ଡା ବି ଗୋଟେ ସୁରେଶ ପାର୍ଟି ପଣ୍ଡା କରିଛନ୍ତି, କରିଥିଲେ ବହୁତ ଯୋଉଟା ଦିନ ତିଷ୍ଠି ପୃଥ୍ୱୀରାଜ ପାରିଲେନି। ଗଣନାଟ୍ୟ। ପୃଥ୍ୱୀରାଜ ଗଣନାଟ୍ୟ କରିଥିଲେ, ସେଇ ବହୁତ ଦିନ ତିଷ୍ଠି ପାଇଲେନି। ସେ ଆଜ୍ଞା ବି ପୁଣି ସେଇ ଯାତ୍ରା ଜଗତକୁ ଫେରିଲେ। ଆଜ୍ଞା ଯାତ୍ରା ଜଗତ କିଛି ହେଇନି। ଏଇ କଥା କୁହା କପିଳା କେତେ ଜଣ ଅଛନ୍ତି, ଆଜ୍ଞା ସେ ଚାହୁଁଛନ୍ତି, ତାଙ୍କର ଯୁଗ କାଳ ସରି ଆସିଲାଣି ଆସ୍ତେ ଆସ୍ତେ। ଏବେ ସେ ଏବେ ଚାହୁଁଛନ୍ତି ଦେଖିଲୁ ଗୋଟେ ବଡ ଗଣମାଧ୍ୟମରେ ଜଣେ ପୋଡକାଷ୍ଟରେ ବସିଥିଲେ ବରିଷ୍ଠ ଖଳନାୟକ ସଞ୍ଜୟ ବଳ। ସେ ସେମିତି ଆଜ୍ଞା କହିଲେ, ମତେ ଡାଇରେକ୍ଟର ମହାସଂଘ, ରାଇଟର ମହାସଂଘର ଯୋଉମାନେ ମତେ ବ୍ୟାନ କରିବେ, ମୁଁ ଯାତ୍ରା ପାର୍ଟି ବନ୍ଦ କରିଦେବି। ମୁଁ ନିଜେ ଯାତ୍ରା ପାର୍ଟି ମୁଁ କରିବି। ମୋ ଯାତ୍ରା ପାର୍ଟିର ନାଁ ହେଲା ଯାତ୍ରା ମହାବଳ ଅପେରା। ମାନେ ଏଇଟା କଣ କଥାରେ ଯାଉଛି, ନା ଏଇଟା ସତରେ କରି ପରିଣତ କରି ଦେଖେଇବେ ସେ ଯୋଉ ବରିଷ୍ଠ ଏଇ ତ ଖଳନାୟକ? ଆମେ ବି ସେଇ କୋଶ୍ଚିନ୍ ଆପଣ ମାନଙ୍କ ଜରିଆରେ ପଚାରୁଛୁ। ମହାବଳ ବାଘ ହଉ, ମହାବଳ ବାଘ ଗଣନାଟ୍ୟ ହଉ, ତାର କୋଉ ରାଇଟର ମାନେ ଯାଇ କରୁଛନ୍ତି, ସେଇଟା ଦେଖିବାକୁ ପଡିବ। ସେଇ ଯାଇ ଅପେକ୍ଷା କରନ୍ତୁ। ନାଇଁ, ଖାଲି ମୁଁ ଆଉ କହିଦେଲେ ଗୋଟେ ଯେ ଏଇଠି ଆଉ ଗୋଟେ କହିଦେଲେ ଯେ ପ୍ରଶ୍ନ ଗୋଟେ ପାର୍ଟି ହେଇଯିବ, ଏଇଟା ଭାବିବା ଭୁଲ। ମନୋଜ ଆଜ୍ଞା ହ୍ୟାଲୋ, ଆଜ୍ଞା ମୁଁ ଗୋଟେ କୋଶ୍ଚିନ୍ ସାର୍, ଯଦି କହିବା ଗୋଟେ ଲେଖକ, ଗୋଟେ କାହାଣୀର ମୂଳ ଧର ଥାଏ ଲେଖକ, ଯିଏ ଲେଖିଥାନ୍ତି, ସେଇ ଯଦି ଯାତ୍ରାଟି କରନ୍ତି ସଞ୍ଜୟ ବଳ, କାଲି ଯାତ୍ରା ପାର୍ଟି ଗୋଟେ ତିଆରି କରନ୍ତି, ଅପେରା ମହାବଳ ହବ, କିନ୍ତୁ ଗୋଟେ ଲେଖକକୁ ନ ନେଲେ ଆଜ୍ଞା ଯାତ୍ରା ହେଇପାରିବନି। କୋଉ ସାହସରେ ସେ କହୁଛନ୍ତି ଯେ ମୁଁ ଯାତ୍ରା କରିଦେବି? ଆପଣ ସାର୍ ମୁଁ ମାନଙ୍କ ଭିତରୁ ଏଇଠି କିଏ ଅଛନ୍ତି କି ଯିଏ ସାହାଯ୍ୟ କରିବ ତାଙ୍କୁ? ସାର୍ ମୁଁ ଏଇଠି କହି ରଖୁଛି ଗୋଟିଏ କଥା, ବାପା ବିନା ମା ବିନା ପିଲାର ସୃଷ୍ଟି କି ନାଇଁ। ତେଣୁ ସିଏ ଯିଏ ବି କରୁ ପାର୍ଟି, ସେ ସଞ୍ଜୟ ବଳ ପାର୍ଟି କରି ଯିଏ କରୁ, ସେଠି କିଏ ଯିବ? ସେଇ ରାଇଟର ହିଁ ଯିବେ, ଡାକିବ। ହଁ ନା ନାଇଁ, ନାଇଁ? ମୋର ଏଇଠି ଗୋଟେ ପ୍ରଶ୍ନ ଶୁଣନ୍ତୁ, ମୁଁ ଆପଣଙ୍କୁ। କହୁଛି, ଆପଣଙ୍କ ପ୍ରଶ୍ନ ଯାଉଛି। ଆଜ୍ଞା
ଆପଣଙ୍କ ପ୍ରଶ୍ନର ଉତ୍ତର ଦବାକୁ ମୁଁ ସେଇ ଯାଏ ଯାଉଛି। ଯେତେବେଳେ ସେଇ ରାଇଟର ମାଇଟର ଯିବେ ନା ନାଇଁ, ସେଇଟା ଅପେକ୍ଷା କରନ୍ତୁ, ସେଇଟା ଅପେକ୍ଷା କରନ୍ତୁ। କୋଉ ରାଇଟର ଯାଇ ସେଠି କାମ କରୁଛନ୍ତି ସେତେବେଳେ ଆମକୁ ପ୍ରଶ୍ନ ପଚାରିବେ। ନା ନିହାର ବାବୁ ମୋର ଏଇଠି ଟିକେ ଆପଣଙ୍କୁ ଅଟକେଇବାକୁ ଚାହୁଁଛି। ମୁଁ ଆପଣଙ୍କୁ ପୁଣି ପ୍ରଶ୍ନ କରୁଛି ଗୋଟେ କଥା, ଆପଣଙ୍କର ଯୋଉ ବରିଷ୍ଠ ରାଇଟର ଏବଂ ଡିରେକ୍ଟର ରହିଲେ, ଆପଣ ମାନେ ନଗଲେ ବି ଆଜିର ଆଗ ଧାଡିର ଅଛନ୍ତି କିଛି କିଛି ଯୁବ ନିର୍ଦ୍ଦେଶକ, ଯୁବ ଲେଖକ, ସେମାନେ ପୁରା ଯାଉଛନ୍ତି ଓ ନୂଆ ନୂଆ ପାଠିରେ ଲେଖା ଦଉଛନ୍ତି, ତାଙ୍କୁ ନେଇ ଆପଣ କଣ କହିବାକୁ ଚାହୁଁଛନ୍ତି? ନା ଆପଣ ଯୋଉ କହୁନାହାନ୍ତି କି ମତେ ଗୋଟେ କଥା କୁହନ୍ତୁ, ସମସ୍ତେ ଏଇ ଓମାରୁ ତିଆରି, ଓମାରୁ ଅଛନ୍ତି, ଆଜ୍ଞା ରହିବେ, ଆଜ୍ଞା ସମସ୍ତେ ଏଇ ଓମାର ରହିବେ, ଆଜ୍ଞା ଓମାର ଛାଡି କେହି ଯିବେନି। ଆପଣ ଆଜ୍ଞା ଭାବିବା ଭୁଲ, ସେମାନେ କହିଦେଲେ ଆମେ ବିଶ୍ୱାସ ଯିବୁନି। ଆପଣ କରିକି ସେ ଦେଖାନ୍ତୁ, ଥରେ ଆମକୁ ଦେଖାନ୍ତୁ ଯେ ଆମେ ଏଇ ସେଇ ରାଇଟର ଡାଇରେକ୍ଟର ଆସି ଆମେ ନୂଆ ରାଇଟର ଡାଇରେକ୍ଟର ନେଇକିରି ନାଟକ କରୁଛୁ। ତାହେଲେ ଆପଣ କହୁଛନ୍ତି ଆପଣଙ୍କ ଓମାର ନିୟମକୁ କେହି ଉଲ୍ଲଂଘନ କରିବେ ନାହିଁ? କରିବେ ନାହିଁ। ଆଉ ଯଦି କରନ୍ତି ତାଙ୍କ ପ୍ରତି କଣ ଆକ୍ସନ ନେବେ ଆପଣ? ନା ଯଦି ପ୍ରଶ୍ନ ଉଠୁଛି, ଓମା ଆମର ଅଛନ୍ତି, ଆମ କମିଟି ଅଛନ୍ତି, ଆମର ବୋର୍ଡ ଅଛି, ଆମର ସଭାପତି, ପ୍ରେସିଡେଣ୍ଟ, ସମ୍ପାଦକ ସେମାନେ ଅଛନ୍ତି, ସେମାନେ ନିଷ୍ପତ୍ତି ନେବେ କଣ କରାଯାଇପାରିବ ତାଙ୍କ ପାଇଁ। ଠିକ ଅଛି, ସେଟା ଅପେକ୍ଷା କରନ୍ତୁ, ସେ ଆଗ ନେଇକି କରନ୍ତୁ, କିଏ ଯାଉଛି ଆଗ ଦେଖନ୍ତୁ। ଠିକ ଅଛି ନିହାର ବାବୁ, ପୁଣି ଫେରିଯିବା ଆପଣଙ୍କର ସେଇ ପୁରୁଣା କଥା ଯୋଉଠି ରହିଯାଇଥିଲେ ଆମେ। ଆହା କୃଷ୍ଣ ଯାଉ ଯୋଉ ଯିବ ବୋଲି ଯୋଉ ନାଟକଟି ଆମର ଅଛି, ଆପଣଙ୍କ ଲେଖାକୁ ନେଇକି ଯୋଉ ଭାବରେ ସେ ବାଇଟିଟି ବର୍ତ୍ତମାନ ଭାଇରାଲ ହଉଛି ଗଣମାଧ୍ୟମରେ, ସୋସିଆଲ ମିଡିଆରେ, ତାକୁ ନେଇ ଯୋଉ ବାପି ପଣ୍ଡା ଯୋଉ ଭଳି ଭାବରେ ପ୍ରତିକ୍ରିୟା ରଖିଲେ, ଏଟା କଣ ଠିକ କି ଯୁକ୍ତିଯୁକ୍ତ କି? ଏଇଟା ସମ୍ପୂର୍ଣ୍ଣ ଭୁଲ, ଗୋଟେ କଳ୍ପନା। କାରଣ ବାପି ବାବୁ ସେ ନାଟକ, ଏ ଦିଟା ନାଟକ ଦେଖି ନାହାନ୍ତି। ପ୍ରଥମ ତ ସେ ଟାଇଟଲ ଭୁଲ କହୁଛନ୍ତି, ସେ କଥା ଛାଡନ୍ତୁ। ସେ ଦେଖନ୍ତୁ ନାଟକ କେହି ଚୋରି ହେଇନି କି କୋଉଠି କୌଣସି ଡାଇଲଗ ଯଦି ମିଶି ଯାଇଥାଏ, ମୁଁ ନାଟକ ଛାଡିଦେବି ଲେଖା। ସେ ଛାଡିଦେବେ କି? ପ୍ରମାଣ ଦେଇ ମତେ ଛାଡିଦେବେ? ଯାତ୍ରା ଓହରିଯିବେ? ମୁଁ ଏବେ ବି ଆପଣଙ୍କ ଆଗରେ କହିଦଉଛି, ଯଦି ଗୋଟେ ସିନ୍ ତ ଛାଡ, ଗୋଟେ ଡାଇଲଗ ଯଦି ସେ ନାଟକରେ ମିଶି ଯାଇଥିବ, ତାହେଲେ ମୁଁ ଲେଖା ଛାଡିଦେବି? ଏ ପ୍ରମାଣ ଅଛି, ଏବେ ନାଟକ ଚାଲିଛି, ସେଇଟା ୟୁଟ୍ୟୁବରେ ଚାଲିଛି, ଦେଖାନ୍ତୁ ବାପି ବାବୁ। ଖାଲି କହିଦେଲେ ଯେ କପି ହେଇଯିବ, ସେଇଟା ଭୁଲ ଧାରଣା। କପିର ଶବ୍ଦର ମାନେ ବାପି ବାବୁ ଏପର୍ଯ୍ୟନ୍ତ ବୁଝି ନାହାନ୍ତି। ନାଇଁ ଏଇଠି ଆଉ ଗୋଟେ କଥା ପ୍ରଶ୍ନ ପଚାରିବି ଆପଣଙ୍କୁ, ଯୋଉ ବାପି ବାବୁ ଯଦି ବୁଝି ନାହାନ୍ତି କହୁଛନ୍ତି, ତାହେଲେ କେମିତି ଗଣମାଧ୍ୟମରେ ଯାହାକି ସେ କହୁଛନ୍ତି କି ଏ ନାଟକଟି ଅମକେଇ ସିନେମାରୁ ନା ଅମକେଇ ନାଟକରୁ କପି ହେଇଛି 30%, ପୁରା ପର୍ଟିକୁଲାରି ସେ 30% ବୋଲି କହି ଦଉଛନ୍ତି। 30% କହିବାର ମତଲବ ଆପଣ ବୁଝିପାରୁଥିବେ। ମୁଁ ଆପଣ ଜଣେ ନିର୍ଦ୍ଦେଶକ, ଜଣେ ଲେଖକ, ଆପଣଙ୍କୁ ମୁଁ କହିବା ଠିକ ନୁହଁ। ଶୁଣନ୍ତୁ ଆଜ୍ଞା, ଜଣେ କହିବାକୁ କାହା ପାଟିରେ ବଡ ବତା ଅଛି କି? ମିଡିଆ ଆଗରେ ସମସ୍ତେ କହିପାରିବେ। ମୁଁ କାଲି ସକାଳେ କହିବି ବାପି ବାବୁ ଜମା ନାଟକ କରିନାହାନ୍ତି, ଏଇଟା କଣ ସତ ହବ କି? ପୁଣି ପ୍ରମାଣ ଦେବାକୁ ପଡିବ କି? ତେଣୁ ପ୍ରମାଣ ଦିଅନ୍ତୁ। ମୁଁ ଏବେ ବି କହୁଛି, ବାପି ବାବୁ ପ୍ରମାଣ ଦିଅନ୍ତୁ। ଆପଣ ବି ଦେଖନ୍ତୁ, ସେ ନାଟକ ଦେଖନ୍ତୁ, ଏ ନାଟକ ଦେଖନ୍ତୁ। କହିଦେଲେ କୌଣସି କଥା କଣ୍ଟ୍ରୋଭର୍ସି ହେଇଯାଏନି। ଆଉ ସିଏ କଣ ଯାହା କହୁଛନ୍ତି ସେଇଟା ସମ୍ପୂର୍ଣ୍ଣ ଭୁଲ। ସେ ତ ଟାଇଟେଲ ଜାଣିନାହାନ୍ତି, ନାଟକ ବିଷୟ କହିବେ କେମିତି? ଫାଷ୍ଟ କ୍ୱେଶ୍ଚିନ୍ ମୋର ତାଙ୍କୁ, ସେ ଟାଇଟେଲ ଜାଣିନାହାନ୍ତି, ନାଟକ ବିଷୟ କହିବେ କେମିତି? ସେ ତ ରାତି ସାରା ନାଟକ ରହିଲେ, ନାଟକ ଦେଖିଲେ କେତେବେଳେ? ସେ ହଉଛି ଷ୍ଟେଟମେଣ୍ଟ ଦେଇଦେଲେ ଆସି ମିଡିଆ ଆଗରେ। ଗୋଟିଏ କଥା ମୁଁ କହି ରଖିବି, ବର୍ତ୍ତମାନ ବାପି ବାବୁ ଯାତ୍ରା ଜଗତରେ ଗୋଟେ ଭସ୍ମାସୁର। ତାଙ୍କ ପଛରେ କେଇଟା କଳାକାର ବାହାରି କହୁଛନ୍ତି ମତେ କହିଲେ? 15,000 କଳାକାରକୁ ଯଦି ସିଏ ଆସି ବାହାରି କହୁଛନ୍ତି, କେତେଟା ଜଣ କପି କରି ନାଟକ ହଉଛି ବୋଲି ସେ କହୁଛନ୍ତି? ଯଦି ଆମେ କପି କରିବୁ, ମାଲିକ ଆମକୁ କହିବେ, ଆମକୁ ଦର୍ଶକ କହିବେ, ଦର୍ଶକ ଆମ ନାଟକ ବନ୍ଦ କରିଦେବେ, ମାଲିକ ଆମକୁ ରେମ୍ୟୁନେସନ ବନ୍ଦ କରିଦେବେ। ଆଜିକା ଡେଟ୍ରେ ମତେ କାହିଁକି ମାଲିକ ମାନେ କହୁଛନ୍ତି ମୁଁ ଅଧିକା ନାଟକ କରୁଛି? କୁହନ୍ତୁ, ମୁଁ ଯଦି କପି କରୁଛି ବୋଲି ସେମାନେ ଭାବୁଛି, କୁହନ୍ତୁ ମତେ। ତେଣୁ ଏଇଟା କିଛି ନୁହଁ, ଏଇଟା ଗୋଟେ ଆମ ଓମା ମୋ ବିରୁଦ୍ଧରେ କାନୁ, ଆମ ଓମାକୁ ବ୍ଲେମ କରିବା, ଏଇଟା ଗୋଟେ ଷଡଯନ୍ତ୍ର। ବର୍ତ୍ତମାନ ଯାହା ଆପଣ କହିବା କଥା, କିଛି ଆଗ ଧାଡିର କଳାକାର ମାନେ ଆପଣଙ୍କ ଉମା ପଛରେ ସିଧା ଭାବରେ ସମ୍ମୁଖୀନ, ମାନେ ଆପଣଙ୍କ ସହିତ ଲାଗିଛନ୍ତି। କେହି ନୁହନ୍ତି, କେବଳ ବାପି ପଣ୍ଡା ବେଶୀ। ବାପି ପଣ୍ଡା କହୁଛି, ମାଲିକ ମାନଙ୍କ ବିରୁଦ୍ଧରେ କହୁଛି, ଆର୍ଟିଷ୍ଟ ମାନଙ୍କ ବିରୁଦ୍ଧରେ କହୁଛି, ରାଇଟର ମାନଙ୍କ ବିରୁଦ୍ଧରେ କହୁଛି। ବାପି ପଣ୍ଡା କଣ ଯାତ୍ରାର ଜନକ? କଣ ବାପି ପଣ୍ଡା? ତାହେଲେ ଆପଣ କହୁଛନ୍ତି ବାପି ପଣ୍ଡା ୟା ପଛରେ କହିବାର କାରଣଟା କଣ ଭାବୁଛନ୍ତି ଆପଣ? ଏମିତି କହିବାର ମାନେ କାହିଁକି କହୁଛନ୍ତି? ନା, ସେମାନେ କହିବାର କାରଣ, ଯାତ୍ରା ଜଗତ କେମିତି ଆମେ ଧ୍ୱଂସ ହେଇଯାଉ, ରାଇଟର ମାନଙ୍କ ବିରୁଦ୍ଧରେ ବିଦ୍ରୋହ ହଉ, ମାଲିକ ମାନଙ୍କ ବିରୁଦ୍ଧରେ ବିଦ୍ରୋହ ହଉ, ଆର୍ଟିଷ୍ଟ ମାନଙ୍କ ବିରୁଦ୍ଧରେ ବିଦ୍ରୋହ ହଉ,